ଛାଡ଼ିବନି ସେ କେବେ। ଠାକୁର କ'ଣ କଜିଆ କରିବ? ଠାକୁର ତୁଣ୍ଡରେ କଥା କହିବ, ତା କଥାଟା ପଳିବ, ତା କଥା ହିଁ ପଳେ। 12 ହାତ ଖଣ୍ଡା। ତମେ ଡାକ୍ତରକୁ ପଚାରିବ ଏ ଜିଭଟାର ଲମ୍ବା କେଡ଼େ ବଡ଼, ଟେପ୍ ପକେଇ ସେ ମାପୁଥିବ ଡେଲି, ଏରେ କାଟୁଛି ବହୁତ ଶରୀର। ତାକୁ ପଚାରିବ, ସେ କହିବ 2ଟା ଜିଭ ଅଛି। ତମ ସାଙ୍ଗସାଥି ଯଦି କିଏ ଡାକ୍ତର ଥିବ ତାକୁ ପଚାରିବ, କହିବ 2ଟା ଜିଭ ଅଛି ରେ, ଗୋଟା ଉପରେ ଟଙ୍ଗିନି ହେଇଛି, ଏଡ଼ିକି ଟିକିଟା ବାହାରିଛି, ଉପରୁ ଦେଖାଯାଉଛି, ସିଏ ଇଏ ଦଧିହାଣ୍ଡି ଭିତରେ ମୋଡ଼ି ହେଇକି ଅଛି, ସିଏ ହେଉଛି 1.5 ମିଟର। 1.5 ମିଟର ମାନେ 2.5 ହାତ। ଆର ଲମ୍ବା ହେଉଛି 6.5 ମିଟର। 6.5 ମିଟର ମାନେ 12 ହାତରୁ କମ ହବ ନାଇଁ। 12 ହାତିଆ ଖଣ୍ଡା ଉଣ୍ଡାଳି ନାହାନ୍ତି ଲୋକ, କିଛି ମିଳିବନି। ଆଠାରୁ ଆଉ ବଡ଼ ଧନୁ କୋଉଠି ନାହିଁ। ଉପରେ 15 ଦାନ୍ତ। ଜ୍ଞାନ ନେତ୍ରରେ ପଞ୍ଚପରମେଶ୍ୱର ଯିଏ ସବୁ ଜାଣିଛି ବତଉଛି। ଏ ଉପରେ ବତଉଛି, ଉପର ବାଲା ବତଉଛି ନା ତଳ ବାଲା କିଏ ବତଉଛି? ତଳ ବାଲା ଏଠି ଯାହାକୁ ଦେଖିବ 16 ରସି, ଦୈବ ଦୌଡ଼ି 16 ରସି, ଇଏ ତଳେ ଯାହାକୁ ଦେଖୁଛ ଏ 16ଟା ଦାନ୍ତ, 31ଟା ଦାନ୍ତ, ସ୍ୱୟଂ ଗୋଟେ 32 ଗୋଟି। ପ୍ରଭୁଙ୍କର ଜନ୍ମ 42 ବର୍ଷ ହେଲାଣି। 42 ବର୍ଷ ହେଲାଣି। ଏଇ ବର୍ଷ ଠାକୁର ଧରା ପଡ଼ିବେ ବୋଲି ଲେଖା ଅଛି। ଠାକୁରଙ୍କୁ 42 ବର୍ଷ ହେଲାଣି। କିଏ ତାର କ'ଣ କରୁଛୁ, କିଏ ଆମେ କଥା ଆମେ ଜାଣିଛୁ। ଏମିତି ଆମ ଆଗରେ ଜଣେ କହିଲା, ଏଇ ପଟଣା ଏଇ ରବା ବାସି ଦେହତ୍ୟାଗ କଲେ, ଏଇଠି କେଶବ ବାସି ଗଲେ, ଏମିତି କେତେ ଲୋକ ମୁଁ ହବା ଲୋକ ସେ ସବୁ ଗଲେ। ନୀଳାଖେଳା ସରିନି, ଏବେ ତମକୁ କଳା ଦିବସ, ତମ ଖଣି ପାଣିର ତମ କିଛି ମୂଲ୍ୟ ତମେ ପାଇଲନି। 2029 ଇଲେକ୍ସନ ହବନି। ତମେ ଚିନ୍ତା କର, ଏଇ 2-3 ବର୍ଷ ଭିତରେ କ'ଣ ଏମିତି କାଣ୍ଡ ହବ, କ'ଣ ଏମିତି କାଣ୍ଡ ହବ ଯେ ଏଠି ରାଷ୍ଟ୍ରପତି ଶାସନ ହବ। ନେଇକି ନେଇତା ସାରିଛନ୍ତି। ଏଇନା ପ୍ରମାଦ ପଡିଛି 25 ଜିଲ୍ଲାରେ ଘରୁ ଆଣି ଦଉନ, ଦେଇଦେବେ। 27 28 ଭିତରେ ପୁରା 27 ବେଳକୁ ଦେଖ, 28 ଆଡକୁ କାହିଁ ଯାଉଛ? ନା ଏଇ ଯୋଉ ଲୋକ ଜନସମାଜ 26 ପାରି କରନ୍ତୁ ଦେଖିବା। ହଁ 3-4 ମାସ ପାରି କରୁ। ହୀରାପାରା ଏକାଠି କଥା ଯୋଉଟା କହୁଥିଲେ, ଯୋଉ ହୀରାକୁଦ ବନ୍ଧ ଭାଙ୍ଗିବ ଉଛୁଳିବ, ସେଟା ତ ହବ ଏବେ ଏଇ ବର୍ଷ ପ୍ରାୟ ମତେ ଲାଗୁଛି 26 ର। 26 ନହେଲେ 27 ଫାଇନାଲ। ଆଜ୍ଞା ହଁ ହେଇଯିବ। ଆଚ୍ଛା, ତାରେ ଏଠି ସବୁ ଜଳାନବ ହେଇଯିବ, ସବୁ ଜିଲ୍ଲା ତ ଅନେକ ଜିଲ୍ଲା ଓଡିଶାର ଜଳାନବ ହେଇଯିବ, ବୁଡିଯିବ। ହଁ ଆଚ୍ଛା, ଆଉ ଗୋଟେ କଥା ଯୋଉ କହୁଛନ୍ତି ଭୂମିକମ୍ପ, ମରୁଡି, ବନ୍ୟା, ବାତ୍ୟା, ଏସବୁ କଥା ଯୋଉ କହିଲେ, ଦେଖନ୍ତୁ ଚାରିଆଡେ ବୁଡି ଯାଇଛି। ଏଇଠି ଆମର ଚାଲ ଦେଖିବ ସବୁ ଧାନ କଅଁଳି ସାଇଜ କିରି। ଯୋଉଠି ଠାକୁର ଥିବେ ସେଠି ସବୁ ଥବ, ଯୋଉଠି ଠାକୁର ନଥିବେ ସେଠି ପାଣି ପଚି ଯାଇଥିବ। ସମ୍ବଳ ପରିପୂର୍ଣ୍ଣ ସବୁ। ଆମ ଧାନ ଚାଲ ଦେଖିବ ସମେତ ଧାନ, କେହି ଚାଷୀ କହିବେନି ମୋ ବିଲ ଗୋଟା ପଡିଆ ସେ ତ କୁବେର ଭଣ୍ଡାର ଅଛି। ସେଠି ମାନ୍ଧାତା ଋଷି ରଖି ଯାଇଛନ୍ତି, କୁବେର ଭଣ୍ଡାରରେ ଧାନ ସମୟରେ ବାହାରିବ। ଆମେ ସିନା କହୁଛୁ ଆମେ କରିଦବା, ଆମେ କରିଦବା, ଠାକୁର ତାର ଆଗକୁ ସବୁ ରଖିଛନ୍ତି, ଆମେ କ'ଣ କରିବା? ଆଚ୍ଛା ବାବା, ଯୋଉଟା କହିଲେ ଯୋଉ 29 ଭିତରେ ଇଲେକ୍ସନ ହବନି, ଆଉ ଗୋଟେ ସେଇଟା ଟିକେ କୁହନ୍ତୁ କ'ଣ ହବ? ସେ ଲେଖା ତ ଅଛି, ମୁଁ ତ ଦେଖିଲି 29 ଇଲେକ୍ସନ ହବନି, ରାଷ୍ଟ୍ରପତି ଶାସନ ହବ। ରାଷ୍ଟ୍ରପତି ଶାସନ ହବ। ନହେଲେ ଇଏ ଯୋଉ ଶାସନ କରୁଛନ୍ତି କ'ଣ, ଆମ୍ବାନୀ ପାଖରେ ପଇସା ନାହିଁ ନା, ଆଦାନୀ ପାଖରେ ପଇସା ନାହିଁ ନା, ଟାଟା ଗ୍ରୁପ କାହା ପାଖରେ ପଇସା ନାହିଁ? 1,20,000 କୋଟି ଓଡିଶା କ'ଣ ଓଡ଼? ମାନେ ଓଡ଼ ବେଲି ଆଜି ଆମେ ଠାକୁର ପାଇଛୁ। ତମେ ଠାକୁର ପାଇଥିଲ, ଠାକୁରଙ୍କୁ ହରେଇଦେଲ। କାହିଁ? ରାମ ଥିଲେ, କୃଷ୍ଣ ଥିଲେ, ତମେ ସେମାନଙ୍କୁ ହରେଇଦେଲ। କେମିତି ହରେଇଦେଲ? ସେ ସବୁ ଜଳାନବ ହେଇଗଲେ, ପାଣି ଭିତରେ ପଶିକି ରହିଗଲେ। ସେ ଛାଁକୁ ଜାଣିଥିଲେ କୃଷ୍ଣ ଯେ ଇଏ ମୋର ଦ୍ୱାରିକା ଯାଉ, ସେଇଥିପାଇଁ ସେ ଜଳରେ ବରଣ ରହିଲେ। ମାଡ଼ି ଆସିନି ଆଉ କ'ଣ? ସମୁଦ୍ର ଯେମିତି ମାଡ଼ିକି ଆଉଛି, ପୁରୀ ସେମିତି ଡୁବେଇ ଦେବନି ଆଉ କ'ଣ କରିବ? ତାର ଯଦି ଏଠି ଏ ପୁରୀକୁ ଯଦି ଦ୍ୱିତୀୟ କ୍ଷେତ୍ର ହେଲେ କିଛି ଦ୍ୱିତୀୟ ଅଯୋଧ୍ୟା ପୁରୀ ପ୍ରକାଶିବ। ରଘୁନାଥଙ୍କ ବିହାର, ରଘୁଙ୍କ ପରିବାର, ଉଣ୍ଡାଳନ ରଘୁଙ୍କ ପରିବାର। ରଘୁଙ୍କ ପରିବାର ତ କ୍ଷତ୍ରିୟ କୁଳ କଶ୍ୟପ ଗୋତ୍ର ହେଇଥିବ। ତମେ ଏଇ ଆଖପାଖରେ ଉଣ୍ଡାଳନ, କ୍ଷତ୍ରିୟ କୁଳ କଶ୍ୟପ ଗୋତ୍ର ବେଶୀ ନାହାନ୍ତି। କ୍ଷତ୍ରିୟ କୁଳର କଶ୍ୟପ ଗୋତ୍ରର ବେଶୀ ଲୋକ ନାହାନ୍ତି। ଗୋଟିଏ ବୋଲି ପରିବାର ଅଛି। ତମେ ଉଣ୍ଡାଳିକି ଯଦି ପାଇଯିବ, ଠାକୁରର ପାଇଯିବ। ଠାକୁର ସେମିତି ତାର କିଛି ନାହିଁ ମ, ଠାକୁରର ସବୁ ଯେମିତି ସାଧାରଣ ନିୟତି ପଇସା, ତାର ବଦ ନିୟତି ପଇସାକୁ ସେ ଅନାଏନି। ବଳଦେବ ତାର ଚାଷ କରୁଛି, ଠାକୁର ତାର ନନ୍ଦିଘୋଷ ଚଲାଉଛି। ଠାକୁର ଯାହା କରିବା କଥା ସେ ତାର ସେଇ କର୍ମ କରୁଛି। ରଞ୍ଜନ ଯେ ବଳଦେବ ଅଟଇ, ତପନ ନାମରେ ତର୍ପଣ ହୋଇଲେ ଜଗନ୍ନାଥ ସେ ବୋଲେଇ। ବହିରେ ଲେଖା। ଆମେ ତ ମୂର୍ଖ, ଆମେ ତ ସବୁ ଏତେ ବହି କୋଉଦିନ ପଢିନୁ। ଖାଲି ରଞ୍ଜନ ଯେ ବଳଦେବ ଅଟଇ, ତପନ ନାମରେ ତର୍ପଣ ହୋଇଲେ ଜଗନ୍ନାଥ ସେ ବୋଲେଇ।
ମୋ ନାଁ ତପନ, ଆମର କ୍ଷତ୍ରିୟ କୁଳ କଶ୍ୟପ ଗୋତ୍ର। ଆଉ ଏ ଜିନା ମୁଣ୍ଡାଳିବ ଆଉ କାର ନାଗସ୍ୟ ଗୋତ୍ର ଭଦ୍ରଜ ଗୋତ୍ର ସମସ୍ତଙ୍କର ଅଛି। ଆଚ୍ଛା ତାହେଲେ ତମେ ଏଇଠି ଏଇଟାକୁ ଛାଡ଼ିବନି ପରେ ରଖିଥାଅ, ନିଆଁ ନାଗିଲା ବେଳେ ଛାଡ଼ିବ ସେ ଦୋସରା ଆମକୁ ସେ ସମୟରେ କହିଦେଲ ବାବା ଭାରି ହଇରାଣ କର। ବାବା ଟିକେ ଶୁଣ ମୋ ଆଡେ। ମୋ ଗ୍ଲୋଇଂ ଚେହେରା ଦେଖି ମୁଁ ବୋଇଲାଣି ମତେ ନିଶା ଖୋଇ ଖୋଇ ସବୁ ଏମିତି କରିସାରିଲିଣି। ବିଶ୍ୱାସ ଦେଖି ଠାକୁର ଏମିତି ଅବସ୍ଥା ଭଲ ଲାଗିବ। ମୁଁ ସେଇଥିପାଇଁ ସେଦିନ ଯିଏ ମନ ଫେରିକି ଦେଲା, ମୁଁ ଯୋଉଟା ଜିନିଷ ବୁଝିଛି, ମୁଁ ଠାକୁରଙ୍କୁ ରାତିରେ ଶୁଏନି ମାନେ କ'ଣ, ମୋର ସବୁ ଠାକୁର ଏଇଟା କ'ଣ କହିଲ, ବହିରେ ଗୋଟେ ଶ୍ଲୋକ ବୋଲୁଥିଲା ତା ମାନେ କ'ଣ କହିଲ, ଆରେ ଦ୍ୱିତୀୟ ଶ୍ଲୋକ ଗାୟତ୍ରୀ ଦେଖେଇ ଅଧେ ତିନିବାର ସେମାନଙ୍କୁ ଦେଖେଇବ। ସେ ବା କହିଲା ଭୂ ଲୋକ, ଭବ ଲୋକ, ସ୍ୱ ଲୋକ, ଆପଲୋକ, ତେଜ ଲୋକ ଲେଖିବାକୁ ତା ପାଖରେ କଲମରେ ସାଇ ସରିଯାଇଥିଲା। ଦ୍ୱିତୀୟ ଶ୍ଲୋକ ଗାୟତ୍ରୀ ଯିଏ ଲେଖିଲା ତା ପାଖରେ ସାଇ ସରିଯାଇଥିଲା। ନହେଲେ ତମେ ମାନେ ସବୁ ବୁଝିଛ ଓଲଟା, ସେଇଥିପାଇଁ ଅଲଗା ଦିନେ କହୁଛ ମୁଁ ରଥ ଟାଣିବି। ସେ କ'ଣ ତା ଦେଶରୁ ଲୋକ ନେଇକି ଆଇଥିଲା, ଏଇ ଓଡକୁ ଓଡ ଦେଖେଇ ଦେଲା ନା। ଆଉ ଯୋଉମାନେ ଛନ୍ଦି ହେଲେ ସେମାନଙ୍କର ବି ଦୋଷ ନାହିଁ, ସେମାନେ ଛନ୍ଦି ହବାର ଥିଲେ। ସାରଥୀ ସାଙ୍ଗରେ ଯେଉଁମାନେ ଛନ୍ଦି ହବାର ଥିଲେ ସେମାନେ ହବାର ଥିଲେ। ପତିତ କିଛି ଲୋକ ବଞ୍ଚିବା, ସବୁ କର୍ମ କରିକି ଇଏ ନହେଲେ ସବୁ କ'ଣ ସବୁ କୁକୁର ବନା ସରିଯିବ, ଅଇଁଠା ପଚାଶ ହେଉଛି। ତେଣୁକରି ପତିତ ଯୋଉ ଲୋକ ବଞ୍ଚିବା କଥା, ଯୋଉ ମୂର୍ଖଙ୍କୁ ଠାକୁର ରଖିଛି ସେମାନେ ହିଁ ତାହେଲେ ମୂର୍ଖ ଲୋକ ହିଁ ଠାକୁର ରଖିଛି, ସେଇମାନେ ହିଁ ଦେଖିବ ସାରାଂଶ ହେବେ। ତାହେଲେ ଏଇ ଯୋଉ ନଈ ଗୁମ୍ଫାରୁ ରହିଛି ପାତାଳକୁ ବାଟ, ଏ ସମୁଦ୍ର କର, ନଈ କର, ନଗେଇ ଯେତେକ ବାହାଜି ସବୁ ଅଛନ୍ତି, ସେ ବାହାଜିଟା ଚଳୁଥିବ କେମିତି କହିଲ? ଭକ୍ତଙ୍କ ପଇସା ନହେଲେ ଠାକୁରର ପୀଠ ବାଡ଼ିର ସମ୍ପତ୍ତି। ପାଣି ପଶିଗଲା ବେଳେ ସେ କୋଉ ଭକ୍ତଟାକୁ ଅଟକେଇ ପାରିବ କହିଲ? କୁଦିଆ କରିଛି ନା କ'ଣ ଅଛି ସେପଟେ 60 କିଲୋମିଟର 70 କିଲୋମିଟର ଏମିତି ନଗେଇକି ଚାଲିବା ଯାଅ, କୋଉଠି ଗୋଟେ ପାର୍କ ନାହିଁ, କୋଉଠି ଗୋଟେ ଉଚ୍ଚ ଜାଗା ନାହିଁ। ସମୁଦ୍ର ପଶିଗଲେ କି ହୀରାକୁଦ ଭାଙ୍ଗିଗଲେ ସେ ତମ ଯୋଉ ବାହାଜିଟା ତମ ପଇସାଟା ଖାଉଛି। ମୁଁ ତ ଯିବି ସମୁଦ୍ରକୁ, ଭକ୍ତ ଭଲକୁ ବି ନେଇକି ଯିବି, ଆଉ କ'ଣ କରିବି? ନଚେଇ ଦେବେ କାନୁଆ ଫାନୁଆ ଯୋଉ ହାୱା ହଉଛନ୍ତି ସେପଟେ ସବୁ, ସେ କୋଉ ଭକ୍ତଟାକୁ କାହାକୁ ବଞ୍ଚେଇ ଦେବେ କହିଲ? କାହାକୁ ବଞ୍ଚେଇ ଦେବେ କହିଲ? ବାଦଲ ନା ସେ ଯୋଉ ହାଉ ହଉନାହାନ୍ତି, କିଛି କାହାକୁ ବଞ୍ଚେଇ ପାରିବନି। ତମେ ଭକ୍ତଙ୍କ ପଇସା ଖାଉଛ, ତମେ ପର୍ଟିକୁଲାର କୁହ, ତମେ ଆଜି ହେଇଛ ସତ କହିଛ, ତମେ କୋଉ ଲୋକଟାକୁ ବଞ୍ଚେଇ ପାରିବ? କୋଉ କୁଦିଆ ଉପରେ ଚଢେଇ ଦବ, ପାଣି ପଶିଲା ବେଳେ ମତେ କହିଦବ ଖାଲି ତମେ ଆସ କେତେବେଳେ ଇଆଡେ ଦେଖା ଦେଖିବ। ଆରେ ଏଇଟା ଭଲ କଥା ନୁହେଁ। ଯେମିତିକି ତରିବା ପାଇଁ ବାଟ ଉଧାରିଲେ ଠାକୁର ତରେଇ ନେଇଯିବ, ପାଣି ଭିତରେ ବି ତମକୁ ଉଠେଇ ପେଲି ନେଇ ପଳେଇ ଆସିବ। ସେମିତି ବାଟ କର, ତମେ ଯୋଉ ଟାଇପର କର୍ମ କରୁଛ ସେଟା ମୁଁ ହେଲା ଭଳିଆ ଦେଖାଯାଉଛି। ଠାକୁର ତୁଣ୍ଡରେ ମୁଁ ଶୋଭା ପାଇବ, ତମମାନଙ୍କ ତୁଣ୍ଡରେ କ'ଣ ମୁଁ ଶୋଭା ପାଉଛି? ତମେ ମୁଁ ହଉନ, ରଖିପାରୁନ, ସତ କଥା ଦେଖେଇ ପାରୁନ। ସୁଦର୍ଶନ କ'ଣ? ଭଲ ଦର୍ଶନଟା। ହନୁମାନ କ'ଣ? ଗୋଟେ ହନୁମାନ କଥା ପଢ, ଗୋଟେ ହନୁମାନରେ ତୋର ତ ଠିକ ସେ ଗୋଟେ ହନୁମାନ ବି ଠିକ ସେ ଗୋଟେ ଖାପ ଖାଉନି। ତୁ ହନୁମାନ କଥା କ'ଣ କହିବୁ? ତୁ ରାମ କଥା କ'ଣ କହୁଛୁ? ତୁ ଆମ କଥା କହୁନୁ। ତୁ ଆମ କଥା ରାମ କଥା ସମାନ କରିପାରୁନୁ। ତୁ କ'ଣ କହିବୁ? କଳ୍କି ରାମ କଥା କ'ଣ କହିବୁ? ସେ ରାମ କଥା ବି ଫଳୁଥିଲା, ପରଶୁରାମ ପରଶୁସଙ୍ଗ ଧରିକି ଆଇଲେ ବି ସେ ଯୋଉ କଥା କହୁଥିଲେ ଫଳୁଥିଲା। ଏ କଳ୍କିରାମ ବି ତୁଣ୍ଡରେ ପାଇଛନ୍ତି, ଯୋଉ କଥା କହୁଛନ୍ତି ସେ କଥା ହିଁ ଫଳୁଛି। ନହେଲେ ଯୁଦ୍ଧ ନାଗିଛି କେମିତି? ଠାକୁର ତ ବାରମ୍ବାର ଯାଇ ଜେଲରେ ପଶନ୍ତେ। ତୋ ସାଙ୍ଗରେ ମୁଁ କଜିଆ କଲି, ତୋ କଜିଆଟା ତୋ ଫଳ ଦେଲା ତତେ। ତୁ ମୋ ସାଙ୍ଗରେ ସତ ଉପରେ କଜିଆ କଲୁ, ତୋର ଫଳିଲା। ତୁ ଜାଣିପାରିଲୁ ଯେ ଏଇ ବାଜି ସାଙ୍ଗରେ କଜିଆ କଲାଠୁ ମୋର ଏଗୁରା ସାଙ୍ଗେ ସାଙ୍ଗେ ଫଳିଲା। ତୁ ଯାଉନୁ ଥାନାରେ କେସ୍ ଦେବୁ। ସେମିତିଆ କାଣ୍ଡ ତ ଠାକୁର ସବୁବେଳେ କରୁଛି। କେଡ଼େ ସୀମାନ ପଣ୍ଡିତ ଠାକୁର ଏମିତି କରିଦେଇଛି। ଆମେ ଦେଖିବା କଥା ଯାଉ। ଠାକୁର କୋଉଠି ଜୀବନରେ ମାଡ଼ ଖାଇନି, ଠାକୁର କୋଉଠି କାହାକୁ ବାଡ଼େଇନି। କଥା ତ କହିଲେ ଫଳିଲା, ବାଡ଼େଇବ କାହାକୁ? କଥା କହୁଛି ଯିଏ ତା କଥା ଫଳୁଛି, ସିଏ ଆଉ ଯିବ ବାଡ଼େଇବାକୁ କାହାକୁ? କାହିଁ ତୁଣ୍ଡ ପାଇଛ ଖାଇବା ପାଇଁ ନୁହେଁ, କଥାଟା କହୁଛ, ମଧୁର କଥା କୁହ, ସମସ୍ତଙ୍କୁ ମନ ଆଶୁତୋଷ କର। ଆଉ ଯୋଉ କଥାଟା କହୁଛ ସେ କଥା ହିଁ ଫଳ। ଠାକୁରଙ୍କୁ ଡାକ, ଯୋଉଦିନ କଥାଟା ଫଳିଯିବ ତମେ ଜାଣିବ ଏ ଚେତନା ଶକ୍ତି ପାଇଲ, ତମେ ସବୁ ଦେଖିପାଇଲ, ସମୟ ସବୁ ତମେ ସବୁବେଳେ ସମୟଟାକୁ ଦେଖିପାରୁଛ। ଠାକୁର ଏତେ କୃପାଳୁ ତମକୁ ଦେଇଦେବ, କହ ଏଇ ସମୟଟାକୁ ଚଲେଇଲୁ, ଏଇ ସେ ବହିଟା ଲେଖା ହେଇଛି ସେମାନେ କ'ଣ ତୁ ମୂର୍ଖ ପାଲଟେଇ ଦେ, ଏ ସମୟଟାକୁ ଚଲେଇଦେଲୁ। ଏମିତି କଥା। ଆଉ ତମେ କହିବ ସିଏ ସମୟକୁ ନ ଜାଣିକିରି ସବୁ ବାହିଯିବା ଲୋକ ତ ଅନେକ, ଏଠି ତ ସବୁ ଦେଖାଯାଉଛି ସେମିତି। ଏଇଟା ହଉଛି ଆଜି ପର୍ଯ୍ୟନ୍ତ ନହେଲେ ତମ ଭିତରେ ମୁଁ ସମସ୍ତଙ୍କୁ ଭଲ ପାଏ କାହିଁ? ଠାକୁର କୋଉଦିନ ଗୋଟେ କୃପା କରିଦେବ, କୋଉଦିନ ପାଇଗଲେ ଜାଣିଯିବ, ବୁଝିଯିବ, ବୁଝିତେ ପାରିବ। ମଣି ତା ଭିତରେ ଅଛି, ମଣିଷ ଲୋକଟା ହେଇ ଭଳିଆ ରହିଗଲା। ମଣି ତା ଭିତରେ ଅଛି, ଜାଣିପାରୁନି, ମଣିଷ ହେଇପାରୁନି। ଈଶ ପୁରା ଯେମିତି କହିଲେ କହନ୍ତିନି, ଆଉ ଯିଏ ଲୋକଟା ହେଇଗଲେ କ'ଣ ମିଳିବ?
ଲୋକଟା ମାନେ କଣ ବୁଝିପାରୁଛ ସେ ସମୟ ସ୍ରୋତରେ ଯିଏ ନ ବୁଝିପାରି ପେଲିକି ଯିବା ଲୋକ ଅଧିକ ସେଇ ଲୋକ ସମୟକୁ ବୁଝିପାରିଲେ ଠାକୁର କହିଛି ଆଗ କଣ କହିଲା ବିଶ୍ୱରୂପ ଯେତେବେଳେ ଠାକୁର ଦେଖେଇଲେ ଠାକୁରଙ୍କ ତୁଣ୍ଡରୁ ପ୍ରଥମ ୱାର୍ଡ କଣ ବାହାରିଛି କହିଲ ମୁଁ ସମୟରେ ଏଇଟା ସେଇଟା ଯାହା କରିବା କଥା ସେ କହିଲେ ପ୍ରଥମ ୱାର୍ଡ କଣ କହିଲେ ମୁଁ ସମୟ ସମୟକୁ ତ ନ ବୁଝିପାରିଲା ଲୋକ ଏଠି ସମୟ ଦେଖାଉଛି ଆଉ ବୁଝିପାରୁଥିବା ଲୋକ ହେଇଥିଲେ ସାର୍ କହିଥାନ୍ତେ ଆରେ 18-19 ସକାଳୁ କାହିଁ ଠାକୁର 9ଟା ବେଳୁ ଡେଲି ଉଠିଲେ 8ଟା 8:30 କାହିଁ ହେଲା ଠାକୁର କୃପା କର ଏ ଜନସାଧାରଣଙ୍କୁ ଟିକେ ସକାଳୁ ଦିଅ କହିଥିଲେ ଯାହା ହେଇଥାନ୍ତା ଆଜି ତ ସବୁ ଲୋକ ଭଣ୍ଡୁରୁ କରିବାକୁ ଚାହୁଁଛନ୍ତି ଠାକୁର ବି ଦେବାକୁ ଚାହୁଁଛନ୍ତି ଠାକୁର କିନ୍ତୁ ଭଲ ପାଉନାହାନ୍ତି ଆଉ ଲୋକଙ୍କୁ ମୁଁ ଦେଖିଲି ଠାକୁର ସେ ଆଉ କଣ ତାହେଲେ ବାବା ଯୋଉ ଆପଣ ଆଗରୁ କେବେ କାହା ଚ୍ୟାନେଲ ନାଇଁ ମୋର ଚ୍ୟାନେଲ ଫ୍ୟାନେଲ ମୁଁ ସେଗୁଡ଼ା ପସନ୍ଦ କରେନି ମୁଁ ଏଇନା ମୋ କହିବା କଥା ମୋ ଦେହରେ ଠାକୁର ସେତିକି ବଳ ଦେଇଛି ମୁଁ ତମ 3 ଜଣଙ୍କୁ ଯଦି ବାଡେଇବି ତମେ କୁଆଡେ ଯାଇପାରିବ ନିଜକୁ ତ ଅଟକ ରଖିପାରୁନ ଠାକୁର ଘର ଉଣ୍ଡାଳି କାହିଁ ଲୋକଙ୍କୁ ଦେଖେଇବ ଆରେ ଯେତେବେଳେ ଏଇନା ଏଇ ତାମିଲନାଡୁ ଶାସନ ହଉଥିଲା ଏଇନା ଆନ୍ଧ୍ର ଶାସନ ହଉଛି ବାହାର ରାଜ୍ୟ ଶାସନ କରୁଛନ୍ତି ଏଇନା ତମ ଓଡିଶାକୁ ତମେ ଶାସିତ ତମେ ନିଜ କବଳରେ ଅଛ ପରାଧୀନ ଅବସ୍ଥାରେ ଅଛ ଜଣ ଘରକୁ କାହିଁ ଦେଖେଇବ ଠାକୁର ଅମକ ଟିକି ବାବା ଚଗୁଳି କରିକିରି ଗୋଟା କାଠ ମୂର୍ତ୍ତିକି ଆମେ 25 ବାର ଏଠି ସେଠି ନୁଚେଇଛ ନା ନାଇଁ ମଣିଷ ଘର କାହିଁ ଉଣ୍ଡାଳିଆ ଆମେ ଶନି ମିଡିଆ ହଉଛି ଶନି ଆଖି ହଉଛି ଶନି ଚତୁର୍ଭୁ ହେଇଗଲା ବୁଝିହେଲା ବୋଧେ ଖୋଲିବା ପାଇଁ ଆସିଗଲା ମୁଁ ଜାଣିଛି ମୋ ବୋଉ ଏଇ ଦିନ କହିଲା ତମ ଘର କଥା କିଛି କହ ତୁ ତୋର ପ୍ରକୃତି ଚାରିଆଡେ ସବୁ ଦେଖା ଏ କଥା କିଛି କହନ ତମେ ଭାଇ ସେତେବେଳେ ତାକୁ ଦେଖେଇବ ଖରାପ ହେଇଗଲା କେମିତି ସମୟ ସେଦିନ ତ କହୁଥିଲା ତମେ ସେଦିନ ବୁଝିନଥିଲ ତମେ ସେଦିନ ମୁଁ ତମକୁ କହୁଛି ଏଇ ଗଛଟା କଟା ହେଇଛି ଠାକୁର ଯେତେବେଳେ ଯୁବକ ଅବସ୍ଥା ହେଇଥିଲେ ଗୋଟିଏ ବେଲ ଗଛ ସେ ଏକାମ୍ର ବନ ଭିତରେ ଗୋଟିଏ ବେଲ ଗଛ ମାନେ ଲେଖା ଅଛି କଣ ବାରି ବାଉଁଶରେ କା ବାରି ରଘୁକୁଳର ବାରି ରଘୁକୁଳ କ୍ଷେତ୍ର ବା ଦ୍ୱିତୀୟ ଅଯୋଧ୍ୟା ହବ ବାରି ବାଉଁଶରେ ଧନୁ ହୋଇଥିବ ଖଜୁରୀ ଗଛ ହିଁ ଥିବ ଜାଣିବୁ ଯେବେଳେ ସେ ଖଜୁରୀ ଗଛ ଅଳ୍ପକେ ନାଶ ଧ୍ରୁବ ଜାଣିବୁ ଯେତେବେଳେ ସେ ଖଜୁରୀ ଗଛଟା ଅଳ୍ପ ଦିନେ ନାଶ ହୋଇଯିବ ଦେବଦିନ ଥିବ ଏକଇ ନନ୍ଦନ ଗଛେ ଚଅଁର ପଡିବ ଚାଲ ଦେଖିବ ମୁଁ ସେଠି ନା ତୋଟା ଭିତରେ ଟୋଟାଲି ଦେଖେଇଦେବି ଗୋଟିଏ ଖଜୁରୀ ଗଛ ଆଉ ସେଇଟା ଅଣ୍ଡିରା ଗଛ 1000 ଗଛ ଏଠି ତ ହବ ପୁରା ନୀଳ ଦେଖାଯାଉଛି ଆଖି କୋଉଠି ଗୋଟା ଧଳା ଦେଖାଉନି ଚାରିଆଡେ ନୀଳବର୍ଣ୍ଣ ଭିତରେ ଗୋଟିଏ ଖଜୁରୀ ଗଛ ଗୋଟିଏ ବେଲ ଗଛ ବାମରେ ତେନ୍ତୁଳି ରହେ ନିରନ୍ତର ରାମ ପରକାରେ ମିତ୍ର ଗୋଟିଏ ତେନ୍ତୁଳି ଗଛ ତା ଉପରୁ କେହି ଚଢିପାରିବେନି ଏଡେ ବଡ ଯୋଉ କାହାଣୀ ଲେଖା ହେଇଛି ବହିରେ ସେ ସବୁ ଗୋଟିଏ ଗୋଟିଏ ଗଛ ଅଛି ସେ ପୁରା ରେପୁଟେଡ ଶ୍ରୀ ଯାଜନଗର ଆରମ୍ଭିଲା ଜାଗାକୁ ଶ୍ରୀ କହିବା କ୍ଷେତ୍ରର ଆରମ୍ଭିଲା ଜାଗାକୁ ଶ୍ରୀ ବୋଲି କହୁଛେ ଶ୍ରୀକ୍ଷେତ୍ର ସେମିତି ଯାଜପୁର ଏଇଠୁ ନା ଇଆଡକୁ ନଗେଇ ନାଭିମଣ୍ଡଳ ବିରଜାର ଏଇଠି ନା ହେଲା ସିଆଡକୁ ଭଦ୍ରକ କାଳୀର ବାଟ ଏଠି ଏମିତି ନଗେଇ ଏଇ ଯୋଉ ପୁଳାଟା ରହିଲା ଏଇ ଶ୍ରୀ ଜାଗାଟା ଆରମ୍ଭିଲା ଜାଗାରେ ଶ୍ରୀ ଯାଜନଗର କୁହାଯାଏ ଏଇଠୁ ଯଦି ଏତକ ରେଡିୟସ୍ ହେଲା ଯାଜପୁର ଯାଜନଗର ଇଆଡକୁ ଯଦି ହେଲା କଟକ ଏମିତି ଏଇଟା ଖପୁରିଆ ଇଆଡକୁ ଯାଉଛି ଇଆଡକୁ କଟକ ଆସିଗଲା ଏଇଠୁ ନା ଛତିଆ ଆମର ଛତିଆ ପାଖରୁ ବଡ ମରା ହେଇଛି ଇଆଡକୁ ଯାଜପୁର ଆମର ଏ ବୈତରଣୀ ଯାକେ ଥିଲା କଟକ ଯେତେବେଳେ ଜିଲ୍ଲା ଚେଞ୍ଜ ହେଲା ସେତେବେଳେ ଇଆଡକୁ ହେଲା ଏ ଯାକେ ବୈତରଣୀ ନକୁଳ ଯାକେ ଥିଲା ଆମର କଟକଟା ଏଇ ପୁରଟା ପାଣି କହିଲି ମୁଁ ମୋର ଶରୀର ତତ୍ତ୍ୱ ହେଇଗଲା ମୁଁ ଜାଣିଗଲି ସବୁ ହିସାବ ମୋର ସେମିତି ପକାଏ ଚନ୍ଦନପୁର ଏଇ ମଙ୍ଗଳା ମନ୍ଦିର ଏଇଠି ନା ଡାକ୍ତର ପଚାରିଲା ବେଳକୁ କହୁଛି 18ଟା ବାଟ ଆଉ 18 ନଳା ମୁଁ ଯଦି ଆଉ ଉଣ୍ଡାଳିବି ଆଉ ମୁଁ ବୋକାଟା ନୁହେଁ ଏଇ ବଡ ଦାଣ୍ଡ ନୁହେଁ ଛାତି ବଡ ଦାଣ୍ଡ ନୁହେଁ ଏଇଠି ନା ଏଇ ଭବ ସମୁଦ୍ର ଆଉ କାହା କହୁଛେ ଏଇ ପେଟ ଚାଖଣ୍ଡକୁ ଭବ ସମୁଦ୍ର କହୁଛେ ତ ଆଉ ସେଇ ଭବ ସମୁଦ୍ର ଗୋଟେ କଳ୍ପନା କରି ଦେଖ କଳ୍ପନା ପାଖରୁ ଦେଖ ରବି ଟକିଛି କୋଉଠି ଅଛି ବମିଖାଲ ଏଇଠି 10 ଦ୍ୱାର କୋଉଠି ଅଛି ବାଳଟା ଆଉ କୋଉଠି ଆସିବ ପିପିଲି ଚାନ୍ଦୁଆ ଆଉ କୋଉଠି ଭିଡା ହଉଛି କହିଲା ମୁଣ୍ଡରେ ଏଇଠିବା ହେଲା 23ପୁର ଗାଁଟା ଏଇଠି ଅଛି ବିବେକୀ ବିଚାର ଯୋଉଟା ଜଗତପୁର ଯାହା 23ପୁର ସେଇଆ ଜଗତପୁର ଯାହା ସେ 23ପୁର ଗାଁ ବି ସେଇଆ 24ରେ ବଳଦେବ 25 ପ୍ରକୃତିର ବାଲିକି ସେ ଯୋଉ କହିଲିନି 23ପୁର ଗାଁ ତମେ 22 ପାହାଚ ଚଢିକିରି ଗଲା ପରେ ତମକୁ ଦେଖାଯିବ ଗୋଟେ ବାଉଣ୍ଡ୍ରି ଭିତରେ 30ଟା ଘର ତମେ ପାଇବ ଏପଟେ ପ୍ରକୃତି ଫଳ ଲକ୍ଷ୍ମୀ କମଳା ଶାରଳା ବିମଳା ନଗେଇକିରି ମହାଦେବ ଜଗିଛନ୍ତି ପାତାଳି ମହାଦେବ ପ୍ରକୃତି ଫାଳଙ୍କୁ ଏପଟେ ହନୁମାନ ବନ୍ଧା ହେଇଛି ସେପଟେ ନଗେଇକି ଶନିମଣି ନଗେଇକି ସେପଟେ ପୁରୁଷ ଫାଳ 30ଟା ଘର 30 ତମ ଗାଁରେ କେଇଟା ଘର ଅଛି ତମର ଗୋଟେ ଗାଁ ତମ ଗାଁ ଭିତରେ କେଇଟା ଘର ଅଛି 25 30ଟା 50ଟା ଘର
ସେମିତି ତାଙ୍କର ପୁରୀରେ ବଡ 25 ପ୍ରକୃତିର ମାଲିକ ତାର 30ଟା ଘର ରଖିଛି, 30 କୋଟି ଦେବତା ରଖିଛି, ବଡ ଘରେ 3 ଜଣ ଅଛନ୍ତି, 33 କୋଟି ଦେବତା। ବାବା ତାହେଲେ ଆପଣ କହିବା କଥା 29 ଭିତରେ ସବୁ କିଛି ଲୀଳା 29 ଏଇ 27 27 ଭିତରେ ପୁରା ଜୋରଦାର 27 ପରେ ତେଣିକି ସମୟ ତ ଚାଲିଛି, ସମୟ କେତେବେଳେ ବନ୍ଦ ହବନି, ସମୟ ଅନୁଯାୟୀ ଆମେ ପାଇକି ଯିବା। ଆପଣ ଯୋଉ କହିଲେ ରାଷ୍ଟ୍ରପତି ଶାସନ ହବ, ତା ସହିତ ବି ହୀରାକୁଦ ବନ୍ଧ ଭାଙ୍ଗିବ, ଆଉ ଯୋଉ ଆଗକୁ ରହିବେନି କ୍ଷୟକ୍ଷତି ହବ, ମୋର ମୁଁ ହଉଥିବା ଲୋକ କିଛି ନଷ୍ଟ ହେଇଯିବ। କ୍ଷତିଟା ବହୁତ ହବ, ଲାଭଟା କମ ହବ, କ୍ଷତିଟା ବେଶୀ ହବ। ଆମେ ଯୋଉ ଲାଭ କରୁଛେ ଲାଭ ପାଇବାନି, ଖାଲି କ୍ଷତି ହିଁ ପାଇବା। ତାହେଲେ ଭୟଙ୍କର ପରିସ୍ଥିତି 27-28 ଭିତରେ ପୁରା ହେଇଯାଉଛି। ଯୋଉ ବଳଦେବ ହବ ରାଜା ଭାନୁ ପରିଚାର ପଶ୍ଚିମ ସୁଦର୍ଶନ ସଭା ଦାଦନଗର ଠାର, ସେ ସମୟଟା କେବେ ଉପନୀତ 29 ଯୋଉ ଥିଲା ପ୍ରଭୁଙ୍କର ବଳଦେବ ରାଜା ହବ, ସେ ହବ 30-35 ସେତେବେଳେ ବଳଦେବ ରାଜା ହେଲେ ତାଙ୍କୁ ଆଉ କି ବିରୋଧ କରିବାକୁ ନଥିବେ। ତାମାନେ ସେ କୋଉ ଟାଇପର ସମୟ କହିଲ? ମୁଁ ଯାଇଥିଲି ଦିନେ ଆମ ସନ୍ନନା କଡେଇ ଠାକୁରଙ୍କ ପାଖକୁ ଯାଇଥିଲି, ଝାଡେଶ୍ୱରଙ୍କ ପାଖକୁ। ହଁ, ମତେ ସନ୍ନନାଙ୍କର ପୂଜା ହଉଥାଏ, ସନ୍ନନା ପୂଜା କରିଥାନ୍ତି, କହିଲେ ବହୁତ ଦିନ ପରେ ଆଇଛୁ ତୁ ରହ, ମୁଁ ଖେଚେଡି ମେଚେଡି କରେ, ପିଠା ମିଠା କରେ, କ୍ଷୀରି କରେ, ତୁ ଏଇଠି ପ୍ରସାଦୀ ଆଜି ପାଇବୁ ଯିବୁ। ମୁଁ କହିଲି ନା ପ୍ରସାଦୀ ଗଣ୍ଡା ଦେଇଦିଅ, ମୋ ବୋଉ ଆମ ପରିବାର ସବୁ ପାଇବୁ। ମୁଁ ସେଠୁ ନେଇକି ଆଇଲି, ମୁଁ କହିଲି ଠାକୁର ଆଉ ସତ ଲାଇନରେ ଆମେ ଅଛୁ, ଯୋଉ କଥା ଯାହା କହୁଛୁ ଫଳୁଛି, ଆଉ କଣ କଲେ ତମ ଠାକୁର ଲୁଣ ଖାଇବେ କହୁନ, ମୁଁ ମୋର ସେଇ ପ୍ରକ୍ରିୟାରେ ଚାଲିବି, ତମ ଠାକୁର ଲୁଣ ଖାଇବା ପର୍ଯ୍ୟନ୍ତ, ମୋ ଶରୀର ଥବା ପର୍ଯ୍ୟନ୍ତ ସେଇ ଲାଇନରେ ମୋର ଯିବି, ତମ ଠାକୁର କେବଳ ଖାଇବା। ନା ତୁ ପାରିବୁନୁ ରେ, ସନ୍ନନା କଲେ ତୁ ପାରିବୁନୁ। ମୁଁ କହିଲି ଆଉ କଣ କଲେ ପାରିହବ? ନା ରେ ଯୋଉଦିନ ସବୁ ଲୋକ ସତ କହିବେ ସେଇଦିନ ଠାକୁର ଲୁଣ ଖାଇବେ। ମୁଁ କହିଲି ପ୍ରଭୁ ମୁଁ ଏ କାମ କରିପାରିବି ନାହିଁ, ଇଏ ସବୁ ଲୋକ ସତ କହିବେ ନା ମୁଁ ତାଙ୍କୁ କହିପାରିବି? ସିଏ କାମ ମୁଁ ପାରିବିନି ଆଜ୍ଞା, କିନ୍ତୁ ଠାକୁର ଲୁଣ ଖାଇବେ। କେମିତି ଖାଇବେ? 70% ଯୋଉ ଅସତ ଲୋକ ଅଛନ୍ତି ମରିଗଲେ, ଆଉ ଯୋଉ 30% ଥବ, ସେତେବେଳେ ବଳଦେବ ରାଜା ହେଲେ କିଏ ଆଉ ବିରୋଧ କରିବାକୁ ଥବ ନା କିଏ କଣ କରିବ? ସେ କିଏ ବିରୋଧ କରିବାକୁ ଥବ? ଯିବେ ରୁଚିଆ ନେଇକି ଯେତେବେଳେ ଯାଉଥିବେ ପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରୁ, ସେ ଯୋଉ ଲୀଳା ସେଇ ସମୟରେ ହେଇଯିବ। କଡେଇରେ ଯୋଉ ଷ୍ଟେସନ ଯୋଉ ହେଇଛି, ସେ ତ ବୈର ଷ୍ଟେସନ ଥିଲା, ସେଠି ଥିଲା ଆମ କପିଳାସ ଷ୍ଟେସନ। ଝାଡେଶ୍ୱର କଡେଇରେ କାହିଁକି ହେଲା ଷ୍ଟେସନ? ସେଠି ପ୍ରଭୁ ରହିକି ଆସିବେ। କଡେଇରେ ଆଗକୁ ଥିଲା, ଏବେ ଟିକେ ହେଇଯାଇଛି ବଡ କିଛି ଆଉ କାମ କରିଦେଇଛି ଆଉ। ନାଇଁ ସେଇ ଯୋଉ 70% ଲୋକ ମରିଗଲେ, ସେଇଠୁ ଛାଁ ସତ ବାହାରିବ ଆଉ କଣ। ଜୟ ମା।